ପ୍ରଥମ ଇନିଂସରେ ରୋହିତ ଶର୍ମାଙ୍କ ବିସ୍ଫୋରକ ରେକର୍ଡ ବ୍ରେକିଂ ଶତକ ଆଉ ରିଙ୍କୁ ସିଂଙ୍କ ବିଶାଳ ବିଶାଳ ଛକା ଆଉ ଦ୍ୱିତୀୟ ଇନିଂସରେ ଆଫଗାନିସ୍ତାନର ଲଢୁଆ ବ୍ୟାଟିଂ। ଶେଷରେ ଅବିଶ୍ୱସନୀୟ ସୁପର ଓଭର ଖେଳ। ଗୋଟିଏ ନୁହେଁ ଦୁଇଟି ସୁପର ଓଭର। 2024 ଆରମ୍ଭରୁ ଦର୍ଶକ ଦେଖିଥିଲେ ରୋମାଞ୍ଚକର ମୁକାବିଲା। ବିଶାଳ ସ୍କୋରକୁ ପିଛା କରି ସୁପର ଓଭର ଯାଏଁ ଖେଳ ନେଇଥିଲା ଆଫଗାନିସ୍ତାନ। ପ୍ରଥମ ସୁପର ଓଭର ବି ଟାଏ ହୋଇଥିଲା। ସୁପର ଓଭରରେ ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ସଂଗ୍ରହ କରିଥିଲା 16 ରନ୍। ଜବାବରେ ଭାରତ ମଧ୍ୟ 16 ରନ୍ କରିଥିଲା ଆଉ ପୁଣି ସୁପର ଓଭର ଖେଳାଯାଇଥିଲା। ଦ୍ୱିତୀୟ ସୁପର ଓଭରରେ ଭାରତ ବ୍ୟାଟିଂ କରି ପ୍ରଥମେ 11 ରନ୍ କରିଥିଲା। ଜବାବରେ ଆଫଗାନିସ୍ତାନ 1 ରନ୍ କରି 2ଟି ୱିକେଟ୍ ହରାଇଥିଲା। ଦ୍ୱିତୀୟ ସୁପର ଓଭରରେ ଭାରତ ବିଜୟୀ ହୋଇଛି ଆଉ 3ଟିକିଆ ସିରିଜକୁ କ୍ଲିନ୍ ସୁଇପ୍ କରିନେଇଛି। ଟି20 ଫର୍ମାଟ୍ କ୍ରିକେଟରେ ପ୍ରଥମ ଥର ପାଇଁ ଗୋଟିଏ ଓଭରରେ 2ଟି ସୁପର ଓଭର ଦେଖିବାକୁ ମିଳିଥିଲା। ଆରମ୍ଭରୁ ଜବରଦସ୍ତ ବ୍ୟାଟିଂ କରିଥିଲା ଆଫଗାନିସ୍ତାନ। ଲାଗୁଥିଲା ମ୍ୟାଚ୍ ହାତରୁ ଛଡାଇ ନେବ ଆଫଗାନିସ୍ତାନ, କିନ୍ତୁ ଶେଷରେ ବିଜୟ ମୁକୁଟ ପିନ୍ଧିଛି ଟିମ୍ ଇଣ୍ଡିଆ ଆଉ 3ଟିକିଆ ଟି20 ସିରିଜରେ କ୍ଲିନ୍ ସୁଇପ୍ କରିଛି। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଅଧିନାୟକ ରୋହିତ ଶର୍ମା ରେକର୍ଡ ବ୍ରେକ୍ ଶତକ ଓ ରିଙ୍କୁ ସିଂଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ 212 ରନ୍ କରିଥିଲା। ଆଫଗାନିସ୍ତାନ ପକ୍ଷରୁ ଦୁଇ ଓପନର ରେହମାନ ଗୁରବାଜ 32 ବଲ୍ ଖେଳି 3 ଚୌକା 4 ଛକା ସହାୟତାରେ 50 ରନ୍ କରି ଆଉଟ୍ ହୋଇଥିବା ବେଳେ ଇବ୍ରାହିମ୍ ଜାଦରନ୍ 41 ବଲ୍ରୁ 4 ଚୌକା 1 ଛକା ସହ 50 ରନ୍ କରି ଆଉଟ୍ ହୋଇଥିଲେ। ପରେ ଓମର ଜାଇ 0 ଓ ମହମ୍ମଦ ନବୀ 16 ବଲ୍ରୁ 34 ରନ୍, କରିମ୍ ଜନ୍ନତ 2 ରନ୍ କରି ଆଉଟ୍ ହୋଇଥିଲେ। ଗୁଲବଦିନ ନଇବ୍ 23 ବଲ୍ରୁ 55 ରନ୍ କରି ନଟ୍ ଆଉଟ୍ ଥିବା ବେଳେ ନଜବୁଲ୍ଲା ଜାଦରନ୍ 5 ରନ୍ କରି ଆଉଟ୍ ହୋଇଥିଲେ। ଭାରତ ପକ୍ଷରୁ ରବି ବିଶୋଇ 4 ଓଭରରେ 38 ରନ୍ ଦେଇଥିବା ବେଳେ କୁଲଦୀପ ଯାଦବ 3 ଓଭରରେ 31 ରନ୍ ଦେଇଥିଲେ ଓ ଶିବମ ଦୁବେ 2 ଓଭରରେ 25, ୱାଶିଂଟନ 3 ଓଭରରେ 18 ରନ୍ ଦେଇ 3ଟି ୱିକେଟ୍ ନେଇଥିଲେ। ଭାରତକୁ ଆରମ୍ଭରୁ ପ୍ରାରମ୍ଭିକ ଝଟକା ଲାଗିଥିଲା। ୟଶସ୍ୱୀ ଜୟସ୍ୱାଲ ମାତ୍ର 4 ରନ୍ କରି ପ୍ୟାଭିଲିୟନ ଫେରିଥିଲେ। ବିରାଟ କୋହଲି ପ୍ରଥମ ବଲରେ ହିଁ ଆଉଟ୍ ହୋଇଥିବା ବେଳେ ଶିବମ ଦୁବେ 1 ରନ୍ କରି ଆଉଟ୍ ହୋଇଯାଇଥିଲେ। ଜିତେଶ ଶର୍ମାଙ୍କ ସ୍ଥାନରେ ସୁଯୋଗ ପାଇଥିବା ସଞ୍ଜୁ ଫେଲ୍ ମାରିଥିଲେ। ପରେ ଅଧିନାୟକ ରୋହିତ ଶର୍ମା ଓ ରିଙ୍କୁ ସିଂ ଧୈର୍ଯ୍ୟର ସହ ବ୍ୟାଟିଂ କରି ସ୍କୋରକୁ ଆଗକୁ ନେଇଥିଲେ। ପରେ ପ୍ରହାର ଆରମ୍ଭ କରିଥିଲେ ଉଭୟ ବ୍ୟାଟର। ରୋହିତ ଶର୍ମା ମାତ୍ର 69 ବଲ୍ ଖେଳି 11 ଚୌକା 8 ଛକା ସହାୟତାରେ 121 ରନ୍ର ଅପରାଜିତ ପାଳି ଖେଳିଥିବା ବେଳେ ରିଙ୍କୁ ସିଂ 39 ବଲ୍ରେ 2 ଚୌକା 6 ଛକା ସହାୟତାରେ 69 ରନ୍ କରି ନଟ୍ ଆଉଟ୍ ଥିଲେ।